ब्रह्मणा द्वितीय श्रेणीर यह गणित कालांश समस्त शिशु को स्वागत। पे आम गत गणित कालांश 900 रु 999 पर्यंत संख्या मानक नहीं विभिन्न गाणितिक क्रिया करथिले, जेपरी ऊर्ध्वक्रम सजाइबा, अधक्रम सजाइबा, अवरोह क्रम संख्या लिखिबा, आरोह क्रम संख्या लिखिबा, स्थानीय मान विस्तारित रूप यही अनेक किछि पैटर्न संबंध आलोचना कर सारी। 900 रु 999 संख्या मानक नहीं आम गोटे संख्या चार्ट प्रस्तुत करथिले। संख्या चार्टटी यही भली थिला। यही संख्या चार्ट रे 100टी संख्या लेखा अछि, जहार शतक स्थान रे 9 अछि एवं 3 अंक विशिष्ट संख्या। यही 100टी संख्या को आम प्रथमे पढ़ी शिखिथिले। जो भली आम पढ़िले से भली ताको अक्षर मध्य लिखिथिले। आज ताको प्रथमे टिके मने पकाइबा। अक्षर रे लेख। यही संख्याटी र शतक स्थान रे 9, दशक स्थान रे 1 और एकक स्थान रे 8 अछि। यह 918। यही भली आमे 918 बोली लेखिबा। यही संख्याटी 953, 5 10 3 1 53, शतक स्थान रे 9 थिबारु 900। यही संख्याटी 985, शतक स्थान रे 9, दशक स्थान रे 8, एकक स्थान रे 5 थिबा संख्या। यही संख्याटी 990, शतक स्थान रे 9, दशक स्थान रे 9, एकक स्थान रे 0 थिबा संख्या 990। यही संख्याटी 919, 1 10 9 1 19, शतक स्थान रे 9 थिबारु 900। यही संख्याटी शतक स्थान रे 9, दशक स्थान रे 7 और एकक स्थान रे 2 अछि। संख्याटी अब 972। शतक स्थान रे 9, दशक स्थान रे 3 और एकक स्थान रे 8 थिबा यही संख्याटी को आमे 938 बोली लेखिबा। यही संख्याटी 979, 980 पूर्व संख्या 979, 7 10 9 1 79, शतक स्थान रे 9 थिबारु 900। संख्या को जो भली आमे अक्षर रे लेखिले सेही भली अक्षर रे लेखा थिबा संख्या को आमे अंक माध्यम रे संख्या रे प्रकाश करिबा। प्रथमे अक्षर रे लेखा थिबा संख्याटी को पढ़िबा। 970, 900 तेणु शतक स्थान रे 9 रहिबो। 70 7 10 0 1 तेणु 9 7 0, 970 यही भली आमे लेखिबा। सेही भली 942, 900 शतक स्थान रे 9, 42 4 10 2 1 यही भली 942 को आमे अंक माध्यम रे संख्या रे प्रकाश करिबा। 922, शतक स्थान रे 9, दशक स्थान रे 2 और एकक स्थान रे 2, 922। 953, शतक स्थान रे 9, दशक स्थान रे 5 और एकक स्थान रे 3, 953। 939, 900 शतक स्थान रे 9, 39 3 10 9 1 939 यही भली लिखिबा। 980 सहज आम जापर 980, 980 शतक स्थान रे 9, दशक स्थान रे 8, एकक स्थान रे 0, 980। 977, 77 है 7 10 7 1, 900 शतक स्थान रे 9, 977 977 यही भली लिखिबा। 996,
ଶତକ ସ୍ଥାନରେ 9, ଦଶକ ସ୍ଥାନରେ 9, ଏକକ ସ୍ଥାନରେ 6, 996। ଏଇଭଳି ଆମେ ଅକ୍ଷରରେ ଲେଖାଥିବା ସଂଖ୍ୟାକୁ ଅଙ୍କ ମାଧ୍ୟମରେ ସଂଖ୍ୟାରେ ପ୍ରକାଶ କଲେ। ଗୋଟିଏ ସଂଖ୍ୟାରେ ଥିବା ଭିନ୍ନ ଭିନ୍ନ ଅଙ୍କର ପଡ଼ୋଶୀ ଅଙ୍କ ସମ୍ବନ୍ଧରେ ଆମେ ପୂର୍ବରୁ ଆଲୋଚନା କରିଛେ। ବାମ ପଡ଼ୋଶୀ ଓ ଡାହାଣ ପଡ଼ୋଶୀ ଅଙ୍କ। ଏକକ ସ୍ଥାନର ଡାହାଣ ପଡ଼ୋଶୀ ଅଙ୍କ ନଥାଏ, ବାକି ସମସ୍ତ ସ୍ଥାନର ଡାହାଣ ପଡ଼ୋଶୀ ଅଙ୍କ ଥାଏ ଏବଂ ସମସ୍ତ ସ୍ଥାନ ଅଙ୍କର ବାମ ପଡ଼ୋଶୀ ଅଙ୍କ ଥାଏ। ସଂଖ୍ୟାର ସମ୍ପୂର୍ଣ୍ଣ ବାମ ପଟେ ଥିବା ଅଙ୍କର ବାମ ପଡ଼ୋଶୀ ଅଙ୍କରେ କିଛି ଲେଖା ନ ଯାଇଥିଲେ ମଧ୍ୟ ତାହାକୁ ଆମେ ଶୂନ ବାମ ପଡ଼ୋଶୀ ବୋଲି କହିବା, କାରଣ ଗୋଟିଏ ସଂଖ୍ୟାର ବାମରେ ଶୂନ ଲେଖିଲେ ତାର ମୂଲ୍ୟର କୌଣସି ପରିବର୍ତ୍ତନ ହୋଇନଥାଏ। ଏଇଭଳି ଯେଉଁ ସଂଖ୍ୟା ସବୁ ଲେଖା ଅଛି, ପ୍ରତ୍ୟେକ ସଂଖ୍ୟାର ଆମେ ବାମ ପଡ଼ୋଶୀ ଅଙ୍କ ଡାହାଣ ପଡ଼ୋଶୀ ଅଙ୍କ 5ର ଲେଖିବା। ନିମ୍ନ ସଂଖ୍ୟା ଗୁଡ଼ିକରେ 5ର ବାମ ପଡ଼ୋଶୀ ଅଙ୍କ ଡାହାଣ ପଡ଼ୋଶୀ ଅଙ୍କ ଲେଖିବା। ପ୍ରଥମେ ସଂଖ୍ୟାଟିକୁ ଦେଖିବା ଏବଂ 5 କେଉଁ ସ୍ଥାନରେ ଅଛି ତାକୁ ଲକ୍ଷ୍ୟ କରିବା। 5ର ବାମ ପଡ଼ୋଶୀ ଓ ଡାହାଣ ପଡ଼ୋଶୀ ଅଙ୍କକୁ ଲେଖିବା। 985। ଏଠାରେ 5 ଏକକ ସ୍ଥାନରେ ଅଛି, ତାର ବାମ ପଡ଼ୋଶୀ ଅଙ୍କ 8 ହେବ। ଦଶକ ସ୍ଥାନ ଅଙ୍କଟି ଏକକ ସ୍ଥାନର ବାମ ପଡ଼ୋଶୀ, ତେଣୁ 8 ହେବ ବାମ ପଡ଼ୋଶୀ ଏବଂ ଡାହାଣ ପଡ଼ୋଶୀ ଅଙ୍କ, ଯେହେତୁ ଏକକ ସ୍ଥାନର ଡାହାଣ ପଡ଼ୋଶୀ ଅଙ୍କ ନାହିଁ, ତେଣୁ ଡାହାଣ ପଡ଼ୋଶୀ ଅଙ୍କ ନାହିଁ ବୋଲି ଲେଖିବା। 954। ଏଠାରେ 5 ଦଶକ ସ୍ଥାନରେ ଅଛି, ତେଣୁ ଏହାର ବାମ ପଡ଼ୋଶୀ ଅଙ୍କ ଶତକ ସ୍ଥାନର ଅଙ୍କ ହେବ, ଅର୍ଥାତ୍ 9 ଏବଂ ଡାହାଣ ପଡ଼ୋଶୀ ଅଙ୍କ ଏକକ ସ୍ଥାନର ଅଙ୍କ ହେବ, ଯାହାକି 4। ଜାଣିପାରୁଥିବା 5ର ବାମରେ 9 ଓ ଡାହାଣରେ 4 ଲେଖା ଅଛି, ତେଣୁ ବାମ ପଡ଼ୋଶୀ ଅଙ୍କ 9 ଓ ଡାହାଣ ପଡ଼ୋଶୀ ଅଙ୍କ 4 ହେବ। 504। ଏଠାରେ 5 ଶତକ ସ୍ଥାନରେ ଅଛି, ଯଦିଓ ତାର ପୂର୍ବରେ କୌଣସି ଅଙ୍କ ଲେଖାଯାଇନାହିଁ, ତାର ବାମରେ କୌଣସି ଅଙ୍କ ଲେଖାଯାଇନାହିଁ, କିନ୍ତୁ ବାମ ପଡ଼ୋଶୀ ଅଙ୍କ ଏଠାରେ ନାହିଁ ନ ଲେଖି ଶୂନ ଲେଖିବା, କାରଣ ତା ପୂର୍ବରେ ଶୂନ ଲେଖିଲେ ତାର ମୂଲ୍ୟର କୌଣସି ପରିବର୍ତ୍ତନ ହୋଇନଥାଏ। 5ର ବାମ ପଡ଼ୋଶୀ ଅଙ୍କ 0 ଏବଂ 5 ଶତକ ସ୍ଥାନରେ ଅଛି। ଦଶକ ସ୍ଥାନ ଅଙ୍କଟି ତାର ଡାହାଣ ପଡ଼ୋଶୀ ଅଙ୍କ ହେବ ଏବଂ ତା ସେହି ଦଶକ ସ୍ଥାନରେ ମଧ୍ୟ 0 ଅଛି, ତେଣୁ 5ର ବାମ ପଡ଼ୋଶୀ 0 ଏବଂ ଡାହାଣ ପଡ଼ୋଶୀ ମଧ୍ୟ 0 ହେବ। ସେହିଭଳି 905। 905ରେ 5 ଏକକ ସ୍ଥାନରେ ଅଛି, ତାର ବାମରେ 0 ଅଛି ଦଶକ ସ୍ଥାନର ଅଙ୍କ, ତେଣୁ 905ରେ 5ର ବାମ ପଡ଼ୋଶୀ 0 ଓ ଡାହାଣ ପଡ଼ୋଶୀ ନାହିଁ, କାରଣ ଏକକ ସ୍ଥାନର ଡାହାଣ ପଡ଼ୋଶୀ ଅଙ୍କ ନଥାଏ। 959। ଏଠାରେ 5ର ଉଭୟ ବାମ ଏବଂ ଡାହାଣ ପଟେ 9 ଅଛି, ତେଣୁ ବାମ ପଡ଼ୋଶୀ ଅଙ୍କ 9 ଓ ଡାହାଣ ପଡ଼ୋଶୀ ଅଙ୍କ ମଧ୍ୟ 9 ହେବ। ଏଇଭଳି ଆମେ ଗୋଟିଏ ସଂଖ୍ୟାର ଭିନ୍ନ ଭିନ୍ନ ଅଙ୍କର ବାମ ପଡ଼ୋଶୀ ଅଙ୍କ ଡାହାଣ ପଡ଼ୋଶୀ ଅଙ୍କ ସମ୍ବନ୍ଧରେ ଆଲୋଚନା କଲେ। ବର୍ତ୍ତମାନ ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଓ ଭୁଲ ଉତ୍ତର ପାଖରେ ଭୁଲ ଚିହ୍ନ ଦେବା। ପିଲେ ପ୍ରଥମେ ଠିକ୍ ଭୁଲ ଚିହ୍ନ ଦେବା ପାଇଁ ହେଲେ ବାକ୍ୟଟିକୁ ପଢ଼ିବା, ଯଦି ବାକ୍ୟଟି ଠିକ୍ ଥିବ ତେବେ ଠିକ୍ ଚିହ୍ନ ଦେବା, ବାକ୍ୟଟି ଭୁଲ ଥିଲେ ଭୁଲ ଚିହ୍ନ ଦେବା। ଏବଂ ଯଦି ବାକ୍ୟଟି ଭୁଲ ଅଛି, ଆମେ ତାକୁ ଠିକ୍ ବାକ୍ୟଟି କ'ଣ ହେବ ମଧ୍ୟ ଆଲୋଚନା କରିବା। ଚିହ୍ନ କେବଳ ଦେବାର ଅଛି, ଠିକ୍ ଉତ୍ତର ଲେଖିବାର ନାହିଁ, କିନ୍ତୁ ଆମେ ଆଲୋଚନା କରି ଠିକ୍ ଉତ୍ତରଟିକୁ ଜାଣିବା। 3 ଅଙ୍କ ବିଶିଷ୍ଟ 999ଟି ସଂଖ୍ୟା ଅଛି। ପିଲେ ବାକ୍ୟଟି ଭୁଲ ଅଛି, କାରଣ 3 ଅଙ୍କ ବିଶିଷ୍ଟ ସଂଖ୍ୟା 100ରୁ ଆରମ୍ଭ ଓ 999ରେ ଶେଷ। 100ରୁ 999 ପର୍ଯ୍ୟନ୍ତ 900ଟି ସଂଖ୍ୟା ହେବ, 999 ନୁହଁ। ଆମେ ମଧ୍ୟ 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରୁ 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ବିୟୋଗ କଲେ ଆମେ 3 ଅଙ୍କ ବିଶିଷ୍ଟ ସଂଖ୍ୟା ପାଇବା, କାରଣ ଯଦି ଆମେ 1ରୁ ଲେଖି ଲେଖି ଆସିବା 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 999 ପର୍ଯ୍ୟନ୍ତ ଆମେ 999ଟି ସଂଖ୍ୟା ଲେଖିଲେ, ସେଥିରୁ 1 ଅଙ୍କ ଓ 2 ଅଙ୍କ 99ଟି ସଂଖ୍ୟା ଯଦି କାଢ଼ିଦେବା, ବାକିତିକ 3 ଅଙ୍କ ବିଶିଷ୍ଟ ସଂଖ୍ୟା ରହିବ। ତେଣୁ 999ରୁ 99 ବିୟୋଗ କରି ଆମେ 900 ହେଉଛି 3 ଅଙ୍କ ବିଶିଷ୍ଟ ସଂଖ୍ୟା। ଏଠାରେ 999 ଲେଖା ଅଛି, ତେଣୁ ବାକ୍ୟଟି ଭୁଲ ଅଛି, ବାକ୍ୟ ଶେଷରେ ଭୁଲ ଚିହ୍ନ ଦେବା। 900ରୁ 999 ପର୍ଯ୍ୟନ୍ତ 9ର ବ୍ୟବହାର 100 ଥର କରାଯାଇଛି। ଏହି ବାକ୍ୟଟି ମଧ୍ୟ ଭୁଲ ଅଛି, କାରଣ 900ରୁ 999 ହେଉଛି 100ଟି ସଂଖ୍ୟା, ଯେଉଁଠାରେ ଶତକ ସ୍ଥାନରେ 9ର ବ୍ୟବହାର 100 ଥର କରାଯାଇଛି, କାରଣ ପ୍ରତ୍ୟେକ ସଂଖ୍ୟାର ଶତକ ସ୍ଥାନରେ 9 ଅଛି। ଦଶକ ସ୍ଥାନରେ 9ର ବ୍ୟବହାର 10 ଥର କରାଯାଇଛି। ଏକକ ସ୍ଥାନରେ ମଧ୍ୟ 9ର ବ୍ୟବହାର 10 ଥର କରାଯାଇଛି, ତେଣୁ ମୋଟରେ 9ର ବ୍ୟବହାର 120 ଥର କରାଯାଇଛି, 100 ଥର ନୁହଁ, ତେଣୁ ବାକ୍ୟଟି ଭୁଲ ଅଛି, ଏଠାରେ ଭୁଲ ଚିହ୍ନ ଦେବା। ପରବର୍ତ୍ତୀ ପ୍ରଶ୍ନ, 900ରୁ 999 ପର୍ଯ୍ୟନ୍ତ ଏକକ ସ୍ଥାନରେ 5 10 ଥର ଅଛି। ପ୍ରଥମେ ଦେଖିବା ଏକକ ସ୍ଥାନରେ 5 କେଉଁ କେଉଁ ସଂଖ୍ୟାରେ ଅଛି।
905 915 925 935 945 955 965 975 985 995 ଏହିଭଳି 10 ଥର ଆମେ 5 କୁ ଏକକ ସ୍ଥାନରେ ବ୍ୟବହାର କରି ସଂଖ୍ୟା ଦେଖିଲେ। ତେଣୁ ଏ ବାକ୍ୟଟି ଠିକ୍ ଅଛି। ଏକକ ସ୍ଥାନରେ 5 10 ଥର ବ୍ୟବହାର ହୋଇଛି। 900 ରୁ 999 ପର୍ଯ୍ୟନ୍ତ 99ଟି ସଂଖ୍ୟା ଅଛି। ପିଲେ ଯେହେତୁ ପର୍ଯ୍ୟନ୍ତ ଆମେ ହିସାବ କରୁଛେ, ଉଭୟ ସଂଖ୍ୟାକୁ ଆମେ ହିସାବକୁ ନେବା। 999 ରୁ 900 ବିୟୋଗ କଲେ 99 ଏବଂ ଆମେ 1 ଯୋଗ କରିବା, କାରଣ 900ଟା ମଧ୍ୟ ଗୋଟେ ସଂଖ୍ୟା ଯାହାକି ମିଶିବ। ତେଣୁ 100ଟି ସଂଖ୍ୟା ହେବ, 99ଟି ନୁହଁ। ତେଣୁ ବାକ୍ୟଟି ଭୁଲ ଅଛି। ବାକ୍ୟ ଶେଷରେ ବୋଲ ଚିହ୍ନ ଦେବା। 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 999 ଅଟେ। ଏହି ବାକ୍ୟଟି ଠିକ୍ ଅଛି, କାରଣ 3 ଅଙ୍କ ବିଶିଷ୍ଟ ସଂଖ୍ୟା 999ରେ ଶେଷ ହୁଏ। ତେଣୁ 999 ହେଉଛି 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। କୌଣସି ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଲେଖିବାକୁ ହେଲେ ସେତିକିଟି 9 ଲେଖିବାକୁ ହୁଏ। 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 3ଟି 9, ତେଣୁ 999 ହିଁ ଠିକ୍ ଉତ୍ତର। ବର୍ତ୍ତମାନ ସ୍ତମ୍ଭ ମିଳନ କରିବା। କ ସ୍ତମ୍ଭରେ ଯାହା ଲେଖା ଅଛି ସେଗୁଡ଼ିକ ପ୍ରଥମେ ଦେଖିବା ଏବଂ ତାକୁ ଖ ସ୍ତମ୍ଭ ସହିତ ଯୋଡ଼ିବା। 900 ମିଶାଣ 8 10। ଖ ସ୍ତମ୍ଭରେ ଦେଖିବା 900 8 10 ଯଦି ଆମେ ସଂଖ୍ୟାରେ ପ୍ରକାଶ କରିବା 980 ହେବ। ଖ ସ୍ତମ୍ଭରେ 980 ଲେଖା ଅଛି, ତାକୁ ଆମେ ଗାର ଟାଣି ଯୋଡ଼ିବା। 900 ମିଶାଣ 5 1, ଏଠା ଉତ୍ତର 905 ହେବ। ଖ ସ୍ତମ୍ଭରେ 905 ଅଛି, 905 ସହିତ ତାକୁ ଯୋଗ କରିବା। 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଆମେ ବର୍ତ୍ତମାନ ଆଲୋଚନା କରୁଥିଲେ। 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 999, ଯାହାକି ଖ ସ୍ତମ୍ଭରେ ଲେଖା ଅଛି, ତାକୁ ଯୋଗ କରିବା। 3 ଅଙ୍କ ବିଶିଷ୍ଟ ମୋଟ ସଂଖ୍ୟା ଏଇଟି ମଧ୍ୟ ଆଲୋଚନା କରିସାରିଛେ। 3 ଅଙ୍କ ବିଶିଷ୍ଟ ମୋଟ ସଂଖ୍ୟା 900ଟି ଅଛି। ଖ ସ୍ତମ୍ଭରେ 900 ଲେଖା ଥିବା ସଂଖ୍ୟା ସହ ଆକୁ ଯୋଗ କରିବା। 7 1 5 10 900 900 ଅର୍ଥାତ୍ 900 5 10 50 7 1 7 957 ହେବ। ଖ ସ୍ତମ୍ଭରେ 957 ଯେଉଁଠାରେ ଲେଖା ଅଛି, ଗାର ଟାଣି ତାକୁ ଯୋଗ କରିବା। ପରବର୍ତ୍ତୀ ପ୍ରଶ୍ନ, ଅଲଗା ସଂଖ୍ୟାଟି ବାଛି ଲେଖ। ପ୍ରତ୍ୟେକ ଥରେ ଆମକୁ 5ଟି ସଂଖ୍ୟା ଦିଆଯାଇଛି। ଆମେ ବାଛିବା ପାଇଁ ହେଲେ 4ଟି ସଂଖ୍ୟା ଗୋଟିଏ ନିର୍ଦ୍ଦିଷ୍ଟ ନିୟମକୁ ପାଳନ କରୁଛି। ଗୋଟିଏ ସଂଖ୍ୟା ତା ଦେହରୁ କ'ଣ ଅଲଗା ଅଛି ତାକୁ ଖୋଜିବା। ପ୍ରଥମେ ସଂଖ୍ୟା ଗୁଡ଼ିକ ପଢ଼ିବା। 930 948 856 992 980। ଏଠାରେ ପିଲେ ଲକ୍ଷ୍ୟ କର, ପ୍ରତ୍ୟେକ ସଂଖ୍ୟାର ଶତକ ସ୍ଥାନରେ 9 ଅଛି, କିନ୍ତୁ ଗୋଟିଏ ସଂଖ୍ୟାର ଶତକ ସ୍ଥାନରେ 8 ଅଛି, 856। ତେଣୁ 856 ଶତକ ସ୍ଥାନ ଦୃଷ୍ଟି ଅଲଗା ହେବ। ପରବର୍ତ୍ତୀ ପ୍ରଶ୍ନ, 942 946 935 940 948। ଏଠାରେ 5ଟି ସଂଖ୍ୟା ମଧ୍ୟରୁ 4ଟି ସଂଖ୍ୟାର ଦଶକ ସ୍ଥାନରେ 4 ଅଛି, କିନ୍ତୁ ଗୋଟିଏ ସଂଖ୍ୟାର ଦଶକ ସ୍ଥାନରେ 3 ଅଛି। ତେଣୁ 935 ଏହା ମଧ୍ୟରୁ ଅଲଗା ହେବ। ପରବର୍ତ୍ତୀ ପ୍ରଶ୍ନ, 932 952 962 982 971। ଏଠାରେ ସମସ୍ତ ସଂଖ୍ୟାକୁ ଲକ୍ଷ୍ୟ କର, 4ଟି ସଂଖ୍ୟାର ଏକକ ସ୍ଥାନରେ 2 ଅଛି, ଗୋଟିଏ ସଂଖ୍ୟାର ଏକକ ସ୍ଥାନରେ 1 ଅଛି। 971 ଏକକ ସ୍ଥାନ ଦୃଷ୍ଟିରୁ ଅଲଗା ହେବ। ପରବର୍ତ୍ତୀ ପ୍ରଶ୍ନ, 911 922 933 943 955। ଏହି ସଂଖ୍ୟା ଗୁଡ଼ିକୁ ଲକ୍ଷ୍ୟ କଲେ ଜାଣିପାରୁଥିବା ଯେ 4ଟି ସଂଖ୍ୟାର ଦଶକ ଓ ଏକକ ଅଙ୍କ ସମାନ ଅଟେ, କିନ୍ତୁ ଗୋଟିଏ ସଂଖ୍ୟା ଯାହାର ଦଶକ ଏକକ ସମାନ ନାହିଁ, ତାହା ହେଉଛି 943। ତେଣୁ 943 ଏମାନଙ୍କ ମଧ୍ୟରୁ ଅଲଗା ହେବ। ପରବର୍ତ୍ତୀ ପ୍ରଶ୍ନ, 940 942 943 944 946। ଏଠାରେ ପ୍ରତ୍ୟେକ ସଂଖ୍ୟା 3ଟି ଭିନ୍ନ ଭିନ୍ନ ଅଙ୍କ ଦ୍ୱାରା ଗଠିତ, ମାତ୍ର ଗୋଟିଏ ସଂଖ୍ୟା 2ଟି ଅଙ୍କ ଦ୍ୱାରା ଗଠିତ, ତାହା ହେଉଛି 944, ଯାହାକି 9 ଓ 4 4 2 ଥର ବ୍ୟବହାର ହୋଇଛି, ଦଶକ ସ୍ଥାନରେ ଥରେ, ଏକକ ସ୍ଥାନରେ ଥରେ। ତେଣୁ 944 2ଟି ଅଙ୍କ ଦୃଷ୍ଟିରୁ ଗଠିତ ସଂଖ୍ୟା ଅଲଗା ହେବ। ବାକି 4ଟି ସଂଖ୍ୟା 3ଟି ଅଙ୍କ ଦ୍ୱାରା ଗଠିତ, 3ଟି ଭିନ୍ନ ଭିନ୍ନ ଅଙ୍କ ଦ୍ୱାରା ଗଠିତ। ଏଠାରେ 944 2ଟି ଭିନ୍ନ ଭିନ୍ନ ଅଙ୍କ ଦ୍ୱାରା 3 ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି, ତେଣୁ 944 ଅଲଗା ହେବ। ଠିକ୍ ଅଛି ପିଲେ, ଆଜିର ଏହି ଗଣିତ କାଳାଂଶରେ ଆମେ 900ରୁ 999 ପର୍ଯ୍ୟନ୍ତ ସଂଖ୍ୟାମାନଙ୍କୁ ନେଇ ବିଭିନ୍ନ ଗାଣିତିକ କ୍ରିୟାରେ ପ୍ରୟୋଗ କଲେ। ଯେଭଳି ଅକ୍ଷରରେ ଲେଖ, ସଂଖ୍ୟାରେ ଲେଖ,
पड़ोसी निर्णय ठीक भूल वाक्य बाछिबा स्तंभ मिलन करवा अलग संख्या बाछिबा यही किछि गाणितिक प्रश्नर आम समाधान कले। परवर्ती कालांशरे मध्य 900 रु 999 पर्यंत संख्या संबंध आलोचना जारी रहिबो। आज जो आलोचना कले से आधार में तुम सरस्वती गणितमाला पुस्तकर पृष्ठा 53 रु 55 पर्यंत 14 नंबर रु 19 नंबर पर्यंत थिबा प्रश्नर समाधान करिबो। या सहित जो ऑनलाइन ऑफलाइन कार्यखर्च दिबो तार मध्य उत्तर करिबो। आज पे एतिकी, धन्यवाद। सर्वे भवन्तु सुखिना सर्वे सन्तु निरामया सर्वे भद्राणि पश्यन्तु मा काश्चित् दुःखभाग् भवेत्। सर्वे भवन्तु सुखिना सर्वे सन्तु निरामया सर्वे भद्राणि पश्यन्तु मा काश्चित् दुःखभाग् भवेत्। सर्वे भवन्तु सुखिना सर्वे सन्तु निरामया सर्वे भद्राणि पश्यन्तु मा काश्चित् दुःखभाग् भवेत्।